ନାହିଁ। କାଲି ଏଇ ପୁଅ ବଡ଼ ପୁଅ ଦୋକାନ କରିଥିଲା, ସାନ ପୁଅ ଯାଇଥିଲା କୋଉଠିକି, ଆସିକି ତାକୁ ଟିକେ ଥକା ଲାଗିଛି ଶୋଇଥିଲା। ଆଉ ଆମର ରୋଷେଇ ସରିଲା ପରେ ଡାକିଲେ ଆଉ ଛୁଆ ଯାଇକି ଖାଇବା ଲାଗି ସାନ ପୁଅ ଆସିଲା, ବଡ଼ ପୁଅ କିଛି ସମୟ ପରେ ଆସିଲା ଯେ ସମସ୍ତେ ଆମେ ଖାଉ ସାଙ୍ଗ ହେଇକି। ଆଉ ଧରିକି ପ୍ଲେଟ୍ ବସିଛୁ, ସେଇ ଟାଇମ୍ରେ 4-5 ଜଣ କେତେ କି 3 ଜଣ କେତେ ଆସିଲେ, ଗୋଟେ ଅଳ୍ପ ହାଇଟ୍ର ପିଲାଟେ ଧରିକି କହିଲେ ଏମିତି ଆକ୍ସିଡେଣ୍ଟ ହେଇଗଲା ସିଲୁ ଭାଇ, ଆଉ ପାଣି ଟିକେ ଦିଅ, ମରିଯିବ ଲୋକଟା। ସେଠୁ ଚଢ଼ି ଯାଉଥିଲି ପଟିକକୁ ସେଠି ଜଗନ କହିଲା କାହିଁକି ପଟିକକୁ ସେବାଟେ ଯାଉଛ, କାହିଁକି ପାଣି ନେବ ଯଦି ତଳକୁ ଆସ। ସେଠୁ ତଳକୁ ଆସିବେ କଣ, ଯାଇକି ସିଧା ଏଇ ପାଛରେ ଶୋଇଦେଲେ ପିଲାଟାକୁ। ଆଉ ଏପଟ ସେପଟ କି ଦି ସାଇଡରେ 2 ଜଣ ଛିଡା ହେଲେ। ସେଠୁ ଜଗନ ଟିକେ କହିଲା କଣ ପାଇଁ ଘର ଭିତରକୁ ଚଢି ଆସୁଛ। ଆଉ ସେଠୁ ସିଏ କଣ କଲା ନା, ଇଏ କରି ଧକ୍କା ମାରିଲା ଭଳିଆ ଭିତରକୁ ପଶି ଯାଇକି ଜଗନକୁ ଦେଖେଇଦେଲା ବନ୍ଧୁକ। ଆଉ ସେଠୁ ସମସ୍ତଙ୍କୁ ପେଲା ଠେଲା କରିକି ଘରକୁ ପଶି ଯାଇକି ଆମକୁ ଚୁପ୍ କରିକି ସବୁ ମୋବାଇଲ ନେଇ ଯାଇକି ଆଉ ପିଟା ଇଏ କରିଲେ, ଧକ୍କା ମାରିଲେ। ମୁଁ କହୁଛି ମୁଁ କିଛି ନାହିଁ, ଛୁଆ ମୋର ଇଏ କରିନାହାନ୍ତି, କଷ୍ଟ କରି କରିଛନ୍ତି। ଆଉ ତୁମେ ଯାହା କରୁଛ ମତେ ମାର ପଛକୁ, ମୋ ଛୁଆଙ୍କୁ ଇଏ କରିନି, ଏଇ ଚୁପ ରହ କରିକି ମତେ ପେଲି ଦେଇକି ଇଏ କରିକି, ଆଉ ଯଦି କିଛି ଇଏ କରିବୁ ଅନୁରୋଧ କରି ଫାୟାରିଂ କରିଦବୁ, ସେ ସୁଟ୍ କରିଦବୁ, ଏମିତି କହିବା କଥା। ସେଠୁ ଜଗନ ଆଉ ବଡ଼ ପୁଅ ସମସ୍ତେ ସେଠୁ ବସିଲୁ, ସବୁ ଛୁଆ ଆଉ ବୋଉ, ଆଉ ସାନ ବୋଉଟି ନଥିଲା, ଯାଇଥିଲା ବାପ ଘରକୁ, ଆଉ ସିଏ ବି ଆସିଲା ପଛରୁ। ଆଉ ଏମିତି ଇଏ କଲା ପରେ ଆମ ହାତରୁ ଖାଇବା ଛଡେଇକି ନେଇଗଲେ, ଧରିଥିଲୁ ପ୍ଲେଟ୍ ସବୁ ଛଡେଇ ନେଇଗଲେ, ଥୋଇଦେଲେ। ସୁନା ବଡ଼ ବୋଉରେ ଗୋଟେ ଏତେ ବଡ଼ ଇଏରେ ଥିଲା କାନ ଗୋଟେ ଡବା, ଆମ ସାନ ବୋଉରେ ଗୋଟେ ଡବା ଥିଲା। ବଡ଼ ବୋଉରେ 4ଟା ହାର ଦେଖୁ, ଚୁଡ଼ି ଫୁଡ଼ି, ସାନ ବୋଉରେ ବି ହାର ଭାର ସବୁ, ପୁଅରେ ବି ସବୁ ନେଇଛି, ମୋର ଚେନ୍ ମୁଦି ସବୁ ନେଇଛି। ସେମିତି ଆମେ ଜାଣିପାରିଲୁନୁ, ମୁହଁରେ ବାନ୍ଧିଥିଲେ, ସେମିତି କିଛି ଜାଣିପାରିଲୁନୁ। ଓଡ଼ିଆରେ ସିଲୁ ଭାଇ ପୁରା ଡାକିଲେ। ଆଉ ତାପରେ ହିନ୍ଦୀରେ ସବୁ କଥାବାର୍ତ୍ତା କରିକି ଦେଖେଇଲେ, ଗନ୍ଧ ସବୁ ଦେଖେଇଲେ। କେତେ ଜଣ ସମୁଦାୟ ଥିଲେ? 8 ଜଣ କି 9 ଜଣ ଖଣ୍ଡ। ଆଜ୍ଞା, ମୋ ନାଁ ସଂଗ୍ରାମ କିଶୋର ନାୟକ, ଜଗନ ଡାକନ୍ତି। ଏଇଟା କାଲି 10:20-30ରେ ଆପଣଙ୍କର ଆସିଲେ, ସେପଟୁ ସାମ୍ନା ପଟୁ ଆସିଲେ ଭାଇ, ଦୋକାନ ବନ୍ଦ କରିକି ଆସିଲା। ଆମେ ଖାଉଥିଲୁ ଭିତରେ ବସି, ଖାଇଲା ଭିତରେ ଆପଣଙ୍କୁ ଡାକିଲେ, ଭାଇଙ୍କ ନାଁ ଧରି ଡାକିଲେ, ସିଲେଇ ପାଣି ଦିଅ। ଗୋଟେ ବାଇକରେ ଘଟଗାଁ ଯାଇଥିଲୁ, ପଡ଼ିଗଲୁ। ପ୍ରଥମ କହିଲେ ମାନେ ସେପଟେ ତଳୁ ଗଲେ ଆସ, ଏପଟେ ଦଉଛି। ତାର ଆପଣ ଦେଖୁଛନ୍ତି ଏଇ ଯୋଉ ଇଏ ପାଖରେ ଖୋଲିଲା ଭିତରେ ତାକୁ ପାଣି ପୁତୁର ଆଣିକି ଦେଲା ଭିତରେ ସେମାନେ ସବୁ 4-5 ଜଣ ଆଗେ ଡୋର ଟାକୁ ଇଏ କରିଦେଲେ। ମତେ ଟିକେ ଡାଉଟ୍ ଲାଗିଲା, ତାକୁ ଉଠେଇଲା ଭିତରେ ଜଣେ ଖସି ପଡ଼ିଲା। ସେତେବେଳେ ଖସିଲା ଭିତରେ ସାଙ୍ଗେ ସାଙ୍ଗେ ବନ୍ଧୁ କାଢିକି 2 ଜଣ ଦେଖେଇଲା ଭିତରେ ସେଇଠି ଜଣେ ଠିଆ ହେଇଥିଲା ଆଜ୍ଞା, ସେ ମିସ୍ ଫାୟାରିଂ ଉପରକୁ କଲା ଆଜ୍ଞା। ତାର ଆମ ଭିତରକୁ ପୁରା ବନ୍ଧୁ ଲଗେଇକି ମୁଣ୍ଡରେ ଭିତରକୁ ନେଇଗଲା ସମସ୍ତଙ୍କୁ, ରୋଷେଇ ଘରକୁ ଆଜ୍ଞା। ସେଠି ବସ କହିକି ପୁରା ହିନ୍ଦୀରେ କଥାବାର୍ତ୍ତା ହଉଥାନ୍ତି। ତାପରେ ସବୁ ଆଣିଥିଲି, ମୁଁ 8 ଜଣ ଦେଖିଛି ଆଜ୍ଞା। 8 ଜଣ ଉପର ତଳ ହେଇକି ସବୁ ପଳେଇଲା, ମୁଁ ଛାଡ଼ିଲେନି ଭିତରକୁ। ତା ଉପରେ ସବୁ କରିକି ମିନିମମ୍ 30-40 ମିନିଟ୍ ଭିତରେ ଯାଇକି ଆପଣଙ୍କର ବାହାରିଲେ। ପୁଣି ବାହାରିକି ପୁଣି ଆଉ ଗୋଟେ ଘରରେ ଆମକୁ ଭିତରୁ ପୁରେଇକି ବାହାର ଗୋଟେ କବାଟ ମାରିଦେଲା, ଏପଟ କବାଟ ସେପଟ କବାଟ ସବୁ ଆଜ୍ଞା। କେତେ ଜଣ ଧରିଥିଲେ ବନ୍ଧୁକୁ 8 ଜଣ ସାର୍ ଧରିଥିଲେ ଆଜ୍ଞା। ସୁନା ଆଉ କ୍ୟାସ୍ ଖାଲି ଥିଲା ଆଜ୍ଞା। ସୁନା ତ ମୁଁ ଜାଣିଥିଲି 5 ଲକ୍ଷ, 20,000 ନେଇଥିଲେ, 4,80,000 ଟଙ୍କା। ଭାଇଙ୍କର 2 ଲକ୍ଷ ଟଙ୍କା ଥିଲା ଦୋକାନ ପେଟ ତଳେ। ଆଉ ସୁନା ଥିଲା ଆଜ୍ଞା, ଭାଇ ମୋର 15-20 ଲକ୍ଷ ଟଙ୍କା ପାଖାପାଖି ସୁନା ଆଜ୍ଞା। ଝିଅର ମିଶେଇକି ତ ଭାଉଜଙ୍କର ସୁନା ବି ତଳେ ଥିଲା। ମା କେବେ ରଖନ୍ତି ସେପଟେ ରୁମ୍ରେ, କାଲି ଏଇ ତଳ ରୁମ୍ ରଖନ୍ତି। କାଲି ଫାଷ୍ଟ 20,000 ଟଙ୍କା ନେଇକି ଯାଇଥିଲେ, ସୁନା ରଖିଥିଲେ, ଯିବେ ବୋଲି ସେ ମାମୁଁ ଘରକୁ ଯିବା କଥା। ଆଉ କାଲି ଆଜ୍ଞା ତାକୁ ବି ନେଇକି ଏଇଟା ଆଜ୍ଞା 30 ମିନିଟ୍ 40 ମିନିଟ୍ ଭିତରେ ପୁରା ଆଜ୍ଞା ଆମକୁ ବନ୍ଦ କରିକି ଗେଟ୍ ପାଖରେ ଜଗିଥାନ୍ତି, ବାହାରେ ଜଗିଥାନ୍ତି। 20-30 ମିନିଟ୍ ପୁରା ଆଗେ କ୍ୟାମେରା ହାର୍ଡ ଡିସ୍କ ନେଇଗଲେ, ସେ ୱାଇଫାଇ ଯୋଉ କ୍ୟାମେରା ହେଲା ତାକୁ ବି ପୁରା ଖୋଲିଦେଲେ, ନେଇଗଲେ ଆଗେ ବନ୍ଦ କଲେ, ୱାଇଫାଇ ବି ବନ୍ଦ କରିଦେଲେ, ମୋବାଇଲ ଫୋବାଇଲ ନେଇଗଲେ ପୁରା ଆଜ୍ଞା। ଆଜ୍ଞା ପ୍ରଥମ ତ ଆମେ ସେ ପଛପଟେ ଚିଲେଇଲୁ ଆଜ୍ଞା, 20 ମିନିଟ୍ 10-15 ମିନିଟ୍ ରହିଲା ପରେ ଚିଲେଇଲୁ। ସେ ଲୋକ ଆସି ସାମ୍ନା ପଟୁ ଖୋଲିଲେ ଆଜ୍ଞା। ମୋବାଇଲ ନେଇଯାଇଥିଲେ, ମୋବାଇଲ ମୋର ନଥିଲା ଆଜ୍ଞା। ଆମେ ଏଠି ଦିନ ହେଇଗଲେ, ଦିନ ସବୁ ତାଙ୍କ ପାଖକୁ ଦୌଡ଼ିକି ଗଲୁ, ଫୋନ୍ କଲୁ। ସେ ଆସିଲା ଭିତରେ ସେ ମାମୁଁ ଏଇଠି ସାଇଡ୍ ରହୁଛନ୍ତି, ମାମୁଁ ପୁଅ, ତାକୁ ଡାକିଲୁ ମୋବାଇଲରେ। ସେ ଯୋଉ ଆଇଏସି ଲଗେଇଲେ, ସେଦିନ ପୁରୁଣା ନମ୍ବର ଥିଲା, ତାକୁ ଉଠେଇଲେନି, ସକେଟ୍ ଫାଣ୍ଡିଗଲା। ତା ମତେ ଏସ୍ପି ସାର୍ଙ୍କ ନମ୍ବରଟା ମୋ ପାଖରେ ଥିଲା, ତାକୁ 11:25ରେ କଲ୍ କଲି ଆଜ୍ଞା। ବହୁତ ଧନ୍ୟବାଦ ଆପଣଙ୍କ ଇଏ ଥ୍ରୋରେ
ଆଉ ସାଙ୍ଗେ ସାଙ୍ଗେ ରେସ୍ପନ୍ସ କରିକି ଆପଣ 20-30 ମିନିଟ୍ ଭିତରେ ସାଙ୍ଗେ ସାଙ୍ଗେ ପୋଲିସ ଆସିକି ପୁରା ବହୁତ ଆଜ୍ଞା ତାଙ୍କର ଆମର ବହୁତ ଆଶା ବି ଅଛି, ଭରସା ଅଛି ବି ପ୍ରଶାସନ ଉପରେ ଆମକୁ ନ୍ୟାୟ ମିଳିବ ଆଉ ପାଇବ। ଆଜ୍ଞା ଆପଣ ପରିଚୟ? ମୋ ନାଁ ହେଲା ଅରୁଣ କୁମାର ବାରିକ, ଏଇ 25 ନମ୍ବର ଜୋନ୍ର ଜିଲ୍ଲା ପରିଷଦ। କେମିତି ଗୋଟେ ଶସ୍ତ୍ର ଡକାୟତି ହେଇଗଲା ଗତକାଲି ରାତିରେ, ଆପଣ କ'ଣ ଜାଣିଲେ, କ'ଣ କଲେ? ଦେଖନ୍ତୁ NH କୋର୍ଟରେ 10ଟା 10:30 ପାଖାପାଖିରେ ମାନେ ଚୋର ମାନେ ଆସିଲେ, ହଠାତ୍ ଘରକୁ ଗଲେ ପାଣି ଟିକେ ଦିଅ, ଜଣେ ଆକ୍ସିଡେଣ୍ଟ ହେଇଯାଇଛି। ଯଦି ଏଇଭଳିଆ ଅଭିନବ ଉପାୟରେ ଡକାୟତି କରିବେ, ସେ ଘର ଲୋକବାଲା ହେଲେ କ'ଣ କରିପାରିବେ? ଏଇ ରିସେଣ୍ଟ ଦିନେ 2 ଦିନ ଭିତରେ କ୍ଷୀରେଇଟାଙ୍ଗିରେ ତୁରୁମୁଙ୍ଗା ପାଖରେ ବି ଗୋଟେ ଡକାୟତି ହେଇଛି, ସେମ୍ ଧରଣର ମାନେ କ୍ରାଇମ୍ ବଢ଼ି ଚାଲିଛି। କେମିତି ଯାହା ହଉ ବଡ଼ବିଲରେ ବି ଗୋଟେ ବଡ଼ ଡକାୟତି ହେଇଥିଲା, ଆମ SP ସାର୍ ଧରିଛନ୍ତି, ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଏଇ ଯେଉଁ 2ଟା ଚୋରିର ବି ଧରିକି ଚୋରଙ୍କୁ ଉଚିତ ଶାସ୍ତି ଦେବେ ବୋଲି ଆମେ ଅଞ୍ଚଳବାସୀ ତରଫରୁ ଆମେ ଦାବି କରୁଛୁ। ଟାର୍ଗେଟ କରୁଛନ୍ତି ରାସ୍ତା କଡ଼ରେ ଯେଉଁମାନେ ଅଛନ୍ତି, ସେମାନେ ପୂର୍ବରୁ ରେକି କରୁଛନ୍ତି, କ'ଣ ଭାବେ? ଏଟା ପ୍ରାୟ ଆଗରୁ ରେକି କରିଛନ୍ତି, ନହେଲେ ହଠାତ୍ ଯାଇକି ସେ ତାଙ୍କ ଘର ପରିବାରକୁ ମୁଁ ପଚାରୁଥିଲି ଯେ ସିଏ ସିଲୁ ଭାଇ ବୋଲି ଡାକିଲେ, ମାନେ ନିହାତି ଆସିକି କି ଆମର ଏଇ ଲୋକାଲ ଅଞ୍ଚଳରୁ ବି ତାଙ୍କୁ କିଏ ସାହାଯ୍ୟ କରିଥାଇପାରନ୍ତି, ନହେଲେ ତାଙ୍କ ନାଁ ସେମାନେ କେମିତି ଜାଣିବେ? ତାଙ୍କ ନାଁ ପର୍ଟିକୁଲାର ନେଇକି ଘରକୁ ଯାଇକି ମାଗିଲେ ସିଲୁ ଭାଇ ପାଣି ଦିଅ, ଯାହାଦ୍ୱାରା କି ସେମାନେ ଖୋଲିଲେ। ଆଗରୁ ନିହାତି ସିଏ ରେକି କରିଥିବେ, ନହେଲେ ହଠାତ୍ 10ଟାରୁ 10:30 ଭିତରେ କେମିତି ଡକାୟତି ହେବ? ତାପରେ କେମିତି କ'ଣ ଆସିକି ବନ୍ଧୁକ ମନରେ କେମିତି ଲୁଟି ନେଲେ, କ'ଣ ଜାଣିଛନ୍ତି କହିଲେ? সেটা কেମିତି ଜାଣିବେ ଆଜ୍ଞା, ସେଟା ପୋଲିସ ଇନଭେଷ୍ଟିଗେସନ କଲେ ଜାଣିବେ କ'ଣ କେମିତି ତାର ବନ୍ଧୁକ ନେଇକି କରୁଛନ୍ତି, କ'ଣ କରୁଛନ୍ତି। ଆଉ ଆମେ ଦୃଢ଼ ଦାବି କରୁଛୁ ଯେ ଲୋକମାନେ ବହୁତ ଅସୁରକ୍ଷିତ। ଯଦି ରାସ୍ତା କଡ଼ରେ ଏଇଭଳିଆ ଆସିକି ଅଭିନବ ଉପାୟରେ ଡକାୟତି କରିବେ, ତାହେଲେ ସାଧାରଣ ଲୋକ ବହୁତ ଭୟଭୀତ ଅଛନ୍ତି ଆମ ଅଞ୍ଚଳରେ। ତାକୁ SP ସାର୍ଙ୍କୁ ଅନୁରୋଧ, ଯାହାକୁ ଦୃଢ଼ ହସ୍ତରେ କେମିତି ଆମ କେଉଁଝରରୁ ଏଇ ଚୋରି ଡକାୟତିକୁ ନିପାତ କରନ୍ତୁ।